লুট করতে কোন রয়েছে ঘটনা আজ সাইবর পুলিশ 3 জনକୁ ধରିଛି মোটামুটি কোন ରହିବ ସୂଚନା? ଆମର ଗତ 12/9/2024 ତାରିଖରେ ନବକିଶୋର ନାୟକ ଲୁଇସିଙ୍ଗାର ସେ ଯାହାଙ୍କର ଗୋଟେ ଟେଣ୍ଟ ଦୋକାନ ଅଛି ସେ ଗୋଟେ ଆସିକିରି ଆମର ଦେଇଥିଲେ ସାଇବର ଥାନାରେ ଗୋଟେ କମ୍ପ୍ଲେନ୍ ଦେଇଥିଲେ କି ତାଙ୍କର ପାଖରେ ଗୋଟେ ଜସ୍କେତନ ମହାନନ୍ଦ ବୋଲି ତାଙ୍କ ପାଖରେ ଗୋଟେ ପିଲାଟେ କାମ କରେ ତାଙ୍କର କିଛି ଲୋନ୍ ଦରକାର ଥିଲା ବିଜନେସ୍ ଏକ୍ସଟେନସନ୍ କରିବା ପାଇଁ। ତ ସେ ଜସ୍କେତନକୁ କହିଥିଲେ ଆମେ ଲୋନ୍ଟେ କରିବା ବୋଲି। ତ ଜସ୍କେତନର ସଂସ୍ପର୍ଶରେ ଆସିଥିଲା ସଜ୍ଜନ ଭୁଏ ବରଗଡ଼ ତାଙ୍କୁ ଆସୁରାନ୍ସ ଦେଇଥିଲା କି ମୁଁ ଲୋ ରେଟ୍ ଅଫ୍ ଇଣ୍ଟରେଷ୍ଟରେ ବିଗ୍ ଆମାଉଣ୍ଟର ଲୋନ୍ କରାଇଦେବି ଏମିତି କହିକିରି ତାଙ୍କଠାରୁ ବ୍ୟାଙ୍କ କ୍ରେଡେନ୍ସିଆଲ୍ ସବୁ ସେ ନେଇଯାଇଥିଲା। ଏବେ ତାଙ୍କର ତାଙ୍କ ନାଁରେ ଗୋଟେ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲା। ବ୍ୟାଙ୍କ ଆକାଉଣ୍ଟ ଖୋଲିକିରି ଚେକ୍ ବୁକ୍ ଆଉ ତାଙ୍କର ଯେତିକି ATM କାର୍ଡ଼ ପାସବୁକ୍ ସବୁ ସେ ତାଙ୍କଠୁ ନେଇଥିଲା। ଏସବୁ ନେଇକରି ସେ ସଜ୍ଜନ ଭୁଏ କ'ଣ କରିଥିଲା ସେ ନେଇକରି ପ୍ରଜ୍ଞା ପ୍ରସନ୍ନ ଜେନା ଯାଜପୁର ଆଉ ତାପରେ ଅଜୟ ରଞ୍ଜନ ଦାସ ଭୁବନେଶ୍ୱର ଏଇ 2 ଜଣଙ୍କୁ ସେ ଏଇସବୁ ଜିନିଷ ଦେଇଥିଲା ତାଙ୍କୁ ଯେ ତାଙ୍କ ନାଁରେ ଲୋନ୍ଟେ କରିଦେବା ପାଇଁ ଗୋଟେ ବଡ଼ ଲୋନ୍ଟେ କରିଦେବା ପାଇଁ ଆସୁରାନ୍ସ ଦେଇକରି ତାଙ୍କର ବ୍ୟାଙ୍କ କ୍ରେଡେନ୍ସିଆଲ୍ ସବୁ ନେଇକରି ଯାଇଥିଲା ଆରି। ତ ସବସିକ୍ୱେଣ୍ଟଲି ଇଏ ତାପରେ ଆଉ ଫଲୋଅପ୍ କିଛି ଦିନ ପରେ ଜାଣିବାକୁ ପାଇଲେ କି ସେ ଯେଉଁ ଆକାଉଣ୍ଟଟା ତାଙ୍କ ନାଁରେ ଖୋଲା ହେଇଥିଲା ସେ ଆକାଉଣ୍ଟରେ 1 crore and above ଟ୍ରାଞ୍ଜାକ୍ସନ୍ ହେଇଯାଇଛି ୱିଦାଉଟ୍ ହିଜ୍ ନଲେଜରେ। ତ ସିଏ ସାଙ୍ଗେ ସାଙ୍ଗେ ସେ ଉପରେ ଆସିକି ଆମର ସାଇବର ଥାନାରେ ଗୋଟେ ରିପୋର୍ଟ ଦେଇଥିଲେ। ସେଇ ରିପୋର୍ଟ ଆଧାରରେ ଆମର ଗୋଟେ କେସ୍ ହେଇଥିଲା ସାଇବର ଥାନା କେସ୍ ନମ୍ବର ଏଇଟା ହେଉଛି 34/2024 ଆଉ ଏଥିରେ ଆମର ସାଇବର ଟିମ୍ ତଦନ୍ତ କରିଥିଲେ। ତଦନ୍ତ କଲା ପରେ ଆମର 3 ଜଣ ଆଜି ତାଙ୍କୁ ଧରା ହେଇଛି। ଆଉ ଯାହା ଜଣାପଡ଼ୁଛି କି ଏମାନେ ଏଇ ଯେଉଁ ତାଙ୍କ ନାଁରେ ଯେଉଁ ଆକାଉଣ୍ଟଟା ଖୋଲିଥିଲେ ଏଥିରେ ବିଭିନ୍ନ ଲୋକଙ୍କୁ ଯେଉଁ ଚିଟିଂ କରୁଛନ୍ତି ସେ ଚିଟିଂ କରି ୟାଙ୍କ ଆକାଉଣ୍ଟରେ ସବୁ ପଇସାଟା ଟ୍ରାଞ୍ଜାକ୍ସନ୍ କରିଥିଲେ। ଇଏ ଭିକ୍ଟିମାଇଜ୍ ଯେଉଁ ଏମାନଙ୍କର ଏ ଯେଉଁ ଅଛି ପ୍ରଜ୍ଞା ପ୍ରସନ୍ନ ଜେନା ଇଏ ହେଉଛନ୍ତି ଦଶରଥପୁର ଯାଜପୁରର ଆଉ ସଜ୍ଜନ ଭୁଏ ହେଉଛନ୍ତି ବରଗଡ଼ର ଅଜୟ ରଞ୍ଜନ ଦାସ ଯିଏ ବର୍ତ୍ତମାନ ଧରା ହେଇଛନ୍ତି ଇଏ ହେଉଛନ୍ତି ଖୋର୍ଦ୍ଧାର। ଆଉ ଏମାନେ ଅଜୟ ରଞ୍ଜନ ଦାସ ଆଣ୍ଡ ଯେଉଁ ସଜ୍ଜନ ଭୁଏ ପ୍ରଜ୍ଞା ପ୍ରସନ୍ନ ଜେନା ଏମାନେ ଯେଉଁ ଆକାଉଣ୍ଟ କ୍ରେଡେନ୍ସିଆଲ୍ ଦେଉଛନ୍ତି ଇଏ ଆଉ ଜଣେ ଲୋକ ଅଛି ବିହାରର ସେ ବିହାରରେ ତାକୁ ସିଏ ସବୁ ଦିଅନ୍ତି ସେମାନେ ତାକୁ ଏଇ ଆକାଉଣ୍ଟ ଯେତେ ଦିଅନ୍ତି ସେ ଆକାଉଣ୍ଟ ବାବଦରେ ଏମାନେ କମିଶନ ସେ ତାଠୁ ରାହୁଲ ସିଂ ବୋଲି ଜଣେ ଅଛନ୍ତି। ଏମାନେ କିଛି ଏମିତି କିଛି ସ୍ପେସିଫିକ୍ ପ୍ରଫେସନ୍ ନାହିଁ। ଏମାନେ ଛୋଟ ମୋଟ ବିଜନେସ୍ କରନ୍ତି ବଟ୍ ଏମାନେ ଲୋକମାନଙ୍କୁ ଲୋନ୍ କରାଇ ଦେବା ପାଇଁ କହି ତାଙ୍କ ନାଁରେ ଆକାଉଣ୍ଟ ଖୋଲନ୍ତି ଆଉ ସେ ଆକାଉଣ୍ଟର କ୍ରେଡେନ୍ସିଆଲ୍ ସେ ବାହାର ସାଇଡ଼କୁ ଦିଅନ୍ତି ଯେଉଁଥିରେ କି ଯେଉଁମାନେ ସାଇବର ଫ୍ରଡ଼୍ ଯେଉଁମାନେ କରୁଛନ୍ତି ସେଇ ଆକାଉଣ୍ଟରେ ଫ୍ରଡ଼୍ଟା କରନ୍ତି। ତାପରେ ଏମାନେ ବ୍ୟାଙ୍କରେ ଏଇଟା ବନ୍ଧନ ବ୍ୟାଙ୍କରେ ଏମାନେ ଆକାଉଣ୍ଟ ତାଙ୍କ ନାଁରେ ଖୋଲିଥିଲେ। ତାଙ୍କ ପାଖରୁ ଆମର ଜବତ ହେଇଛି 5ଟା ମୋବାଇଲ୍ ଫୋନ୍ 4ଟା ଚେକ୍ ବୁକ୍ 8ଟା ଡେବିଟ୍ କାର୍ଡ଼ ଗୋଟେ ଯେଉଁ ଗାଡ଼ିରେ ଆସିଥିଲେ ଗୋଟେ I-20 ଗାଡ଼ିରେ ଆସିଥିଲେ କମ୍ପ୍ଲେଣ୍ଟ ପାଖକୁ କନଭିନ୍ସ କରାଇଥିଲେ କି ଲୋନ୍ କରାଇଦେବୁ ବୋଲି ସେ I-20 ଗାଡ଼ିଟା ମଧ୍ୟ ନିଶ୍ଚିନ୍ତ ଏଇଟା ଗୋଟେ ବଡ଼ ଚ୍ୟାଲେଞ୍ଜ ଥିଲା। 1 crore and above ଟ୍ରାଞ୍ଜାକ୍ସନ୍ ହେଇଛି। ଏଥିରେ ମଧ୍ୟ ଅଲଗା ଥାନାମାନଙ୍କରେ କେସ୍ ମଧ୍ୟ ହେଇଛି ଯେଉଁମାନେ ଏଥିରେ ଭିକ୍ଟିମାଇଜ୍ ହେଇଛନ୍ତି ସେମାନଙ୍କ ନାଁରେ କେସ୍ ଅଲଗା ଓଡ଼ିଶା ବାହାରେ ମଧ୍ୟ କେସ୍ ମାନ ରୁଜୁ ହେଇଛି। ଏମାନେ ଚିଟିଂଟା ମେନ୍ ଏଥିରେ ଯେଉଁ ବିହାରରେ ଯେଉଁ କ୍ରିମିନାଲ୍ ଅଛି ତାକୁ ଏମାନେ ଆକାଉଣ୍ଟ ଖୋଲିକରି ଲୋକଙ୍କୁ ଲୋନ୍ କରାଇଦେବୁ କି ବିଭିନ୍ନ ପ୍ରକାର ଅଲଗା କୌଣସି ପ୍ରକାର ତାଙ୍କୁ ପ୍ରଲୋଭିତ କରି ଆକାଉଣ୍ଟଟା ଖୋଲୁଥିଲେ। ଆକାଉଣ୍ଟର କ୍ରେଡେନ୍ସିଆଲ୍ ସବୁ ଟ୍ରାନ୍ସଫର୍ କରିଦେଉଥିଲେ ସେ ବିହାର ସାଇଡ଼୍ ଯେଉଁ କ୍ରିମିନାଲ୍ ମାନେ ସାଇବର ଫ୍ରଡ଼୍ ଅଛନ୍ତି ତ ସେମାନେ ସେଇ ଆକାଉଣ୍ଟ ଥ୍ରୁରେ ମାନେ ଫ୍ରଡ଼୍ ଟ୍ରାଞ୍ଜାକ୍ସନ୍ଟା କରୁଥିଲେ ସବୁ। ନାଇଁ ଏଥିରେ ବ୍ୟାଙ୍କର ଅଧିକାରୀଙ୍କର କିଛି ସମ୍ପୃକ୍ତି ଏପର୍ଯ୍ୟନ୍ତ ଆସିନାହିଁ କାହିଁକିନା ଏଇଟା ଜେନ୍ୟୁଇନଲି ଆକାଉଣ୍ଟଟା ଖୋଲା ହେଇଛି ଏବଂ ଏଇ ଆକାଉଣ୍ଟରେ ହିଁ ଟ୍ରାଞ୍ଜାକ୍ସନ୍ଟା ହେଇଛି। ବନ୍ଧନ ଯେଉଁ ଜଣେ ଆକ୍ଚୁଆଲି ଯେଉଁମାନେ ଏଥିରେ ଅଛନ୍ତି ଏଇ ଯେଉଁ ତାର ନାଁ ହେଉଛି ସଜ୍ଜନ ଭୁଏ ଯିଏ ବରଗଡ଼ର
सीए तार सी एमती गोटे एजेंट टाइप अच्छी तो तार जेहेतु रिलेसन बैंक सहित रिलेसन अच्छी तो तेणु से लोक मान कन्विन्स कराला कि आम लोन करदेबू बैंक सुविधा करदेबू लोक कन्विन्स करे नहीं बर्तमान सुधा यहाँ गोटे गोटे इनसीडेंट आम पाक आसी जो ग्रुप धराई बर्तमान गोटे इनसीडेंट आसी आम तदंत चली आगो कौन कौन कर नहीं से बर्तमान सुधा कन्फेस जहाँ मुझे कहली से एडमिट कर हाँ आम अकाउंट खोलिक बिहार पट को पठाऊँ और से जो मैंने मेन एक्यूज जी अच्छी आम लगिचु धरवाई आम टीम बर्तमान अच्छा नहीं अकाउंट टाक फ्रीज कराई बट अकाउंट रे कौन सी टंका एवं तो ना बट से अकाउंट रे 1 crore and एबव टंका ट्रांजेक्शन नवकिशोर नायक ये लुईस नायक।